ମାନେ ଆଜି ଆମେ ଏକ ସୁନ୍ଦର ବିଷୟ ପଢ଼ିବା। ଆମ ଦ୍ୱିତୀୟ ଶ୍ରେଣୀ ସାହିତ୍ୟ ବହିରେ ଏକ ସୁନ୍ଦର ଚାପ୍ଟର ଗାଁ ବୁଲା ହେଲା। ତାହେଲେ ଗାଁ ବୁଲା ପିଲାମାନେ ଆମେ ସମସ୍ତେ ଅଗଷ୍ଟ 15 କିମ୍ବା କ'ଣ ସାଧାରଣତନ୍ତ୍ର ଦିବସରେ ଆମେ ସବୁବେଳେ ଗାଁ ବୁଲି ଯାଉ, ବୁଝିହେଲା। ହାତରେ ଜାତୀୟ ପତାକା ଥାଏ। ତାହେଲେ ଇଏ କି ପ୍ରକାର ଗାଁ ବୁଲା ଏ ବିଷୟରେ ଆମକୁ ଦେଇଛି, ତାହା ଆମେ ପଢ଼ିବା ଓ ଜାଣିବା। ପିଲାମାନେ, ପୁରୁଷୋତ୍ତମପୁର ଗାଁରେ ତିଳୋତ୍ତମା ଦେବୀଙ୍କ ଘର। ପ୍ରଥମାଷ୍ଟମୀ 2 ଦିନ ଥାଏ। ପ୍ରଥମାଷ୍ଟମୀ ଆମେ ଜାଣିଛେ, ଅଷ୍ଟମୀ ଦିନ ଆମେ ନୂଆ ଡ୍ରେସ୍ ପିନ୍ଧୁ। ତିଳୋତ୍ତମା ଦେବୀ ତାଙ୍କ ଝିଅ ଅନୁଷ୍କାକୁ ଧରି ବଜାର ବାହାରିଲେ। ବାଟରେ ପୋଷ୍ଟ ଅଫିସ ଦେଖି ଅନୁଷ୍କା ପଚାରିଲା, ମା ଏଠାରେ କ'ଣ? ବୁଝିଲା, ସେ ପଚାରୁଛି ମା ଏଠାରେ କ'ଣ ହୁଏ? ତିଳୋତ୍ତମା ଝିଅର କଥା ଶୁଣି ଉତ୍ତର ଦେଲେ, ଏହା ଗୋଟିଏ ପୋଷ୍ଟ ଅଫିସ। ଏଠାରେ ପୋଷ୍ଟ କାର୍ଡ଼, ଲଫାପା, ଅନ୍ତର୍ଦେଶୀୟ ପତ୍ର, ଟେଲିଗ୍ରାମ ଫର୍ମ ଇତ୍ୟାଦି ମିଳେ। ଦୂର ଜାଗାକୁ ଟଙ୍କା ପଠାଇବା ଓ ଖବର ପଠାଇବାରେ ପୋଷ୍ଟ ଅଫିସ ସାହାଯ୍ୟ କରେ। ତାହେଲେ ପୋଷ୍ଟ ଅଫିସ କି ସାହାଯ୍ୟ କଲା? ଦୂର ଜାଗାକୁ ଖବର ଆଉ ଟଙ୍କା ପଠାଇବାରେ ପୋଷ୍ଟ ଅଫିସ ସାହାଯ୍ୟ କରେ। ଆଜିକାଲି ମୋବାଇଲ ଫୋନରେ ବହୁ ଦୂରରେ ଜାଗାକୁ କମ ସମୟରେ ଖବର ପଠାଯାଇ ପାରୁଛି। କିଛି ବାଟ ଗଲା ପରେ ହେଲା, ଆଗରୁ କିନ୍ତୁ ଏଇଟା ଏମିତି ହୁଏ ନଥିଲା, ମୋବାଇଲ ନଥିଲା ଆଗରୁ। ତାହେଲେ କିଛି ବାଟ ଗଲା ପରେ ଅନୁଷ୍କା ମସଜିଦଟିଏ ଦେଖି ପଚାରିଲା, ମା ଏଇଟା କ'ଣ? ମା କହିଲେ, ଏ ହେଉଛି ମସଜିଦ। ମୁସଲମାନ ମାନେ ଏଠି ପ୍ରାର୍ଥନା କରନ୍ତି, ହିନ୍ଦୁମାନେ ମନ୍ଦିରରେ ପୂଜା ପାଠ କରନ୍ତି, ଭଜନ କୀର୍ତ୍ତନ କରନ୍ତି। ସେଇଭଳି ଖ୍ରୀଷ୍ଟିଆନ ମାନେ ଗିର୍ଜାରେ ପ୍ରାର୍ଥନା କରନ୍ତି, ଶିଖ ମାନେ ଗୁରୁଦ୍ୱାରରେ ପ୍ରାର୍ଥନା କରନ୍ତି। ତାହେଲେ ଦେଖ ପିଲାମାନେ, ମସଜିଦ ମାନେ ହେଲା, ମୁସଲମାନ ମାନେ ମସଜିଦରେ ପାଠ କରନ୍ତି, ହିନ୍ଦୁ ମାନେ ମନ୍ଦିରରେ, ଆଉ ଖ୍ରୀଷ୍ଟିଆନ ମାନେ ଗିର୍ଜାରେ, ଆଉ ଶିଖ ମାନେ ଗୁରୁଦ୍ୱାରରେ ପ୍ରାର୍ଥନା କରନ୍ତି ଠାକୁରଙ୍କୁ। ସମସ୍ତଙ୍କର ଠାକୁର ଅଲଗା ଅଲଗା। ତାହେଲେ ମସଜିଦ, ମନ୍ଦିର, ଗିର୍ଜା, ଗୁରୁଦ୍ୱାର ଗୋଟିଏ ଗୋଟିଏ ଧର୍ମ ଅନୁଷ୍ଠାନ। ସବୁ ଧର୍ମ ଆମର ସମାନ, କେହି ଏଠି ସାନ ବଡ଼ ନୁହନ୍ତି। ସବୁ ଠାକୁର ସମାନ, ଖାଲି ସମସ୍ତଙ୍କର ଧର୍ମ ଅଲଗା ଅଲଗା। ତାପରେ ଅନୁଷ୍କା ପଚାରିଲା, ମା ଆମେ ପୋଷାକ କିଣିବା ନାହିଁ କି? ତିଳୋତ୍ତମା ଦେବୀ ଉତ୍ତର ଦେଲେ, ହଁ ଆମେ ତ ଆସି ବଜାର ପାଖରେ ପହଞ୍ଚିଗଲେ। ଅନୁଷ୍କା କହିଲା, ମା ତୁମେ ଯେଉଁ ହାଟକୁ ଯାଅ ସେଇଟା ପୁଣି କ'ଣ? ତିଳୋତ୍ତମା ଦେବୀ କହିଲେ, ହାଟ 7 ଦିନରେ ଥରେ ବା 2 ଥର ବସେ। ବିଭିନ୍ନ ପ୍ରକାର ଜିନିଷ ମିଳେ। ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି କ'ଣ କରନ୍ତି? କିଣାବିକା କରନ୍ତି। ହାଟ ସରିଲା ପରେ ଦୋକାନ ଗୁଡ଼ିକ ସବୁ ଉଠିଯାଏ। ଗୋଟିଏ ଜାଗାରେ ବିଭିନ୍ନ ପ୍ରକାର ଦୋକାନ ଥିଲେ ତାକୁ ବଜାର କହନ୍ତି। ଏହା ସବୁଦିନ ଖୋଲା ରୁହେ। ତାପରେ ଅନୁଷ୍କାର ଜାମା କିଣା ହେଲା। ସେ ଖୁସି ମନରେ ଘରକୁ ଫେରିଲେ। ବୁଝିହେଲା? ଏ ବିଷୟରେ ତାହେଲେ ଆମେ କ'ଣଟା ଶିଖିଲେ ପିଲାମାନେ? ଏଇ ବିଷୟରୁ ଆମେ ଜାଣିଲେ ଯେ ପୋଷ୍ଟ ଅଫିସର କାମ କ'ଣ? ପୋଷ୍ଟ ଅଫିସର କାମ ହେଲା କ'ଣ? ବର୍ତ୍ତମାନ ମୋବାଇଲ ଦ୍ୱାରା ଯାହା ସହଜରେ ହେଇପାରୁଛି, ଆଗରୁ ନଥିଲା। ଅନ୍ୟ ଜାଗାକୁ ଟଙ୍କା ପଠାଇବା, ଖବର ପଠାଇବା, ସେସବୁ ପୋଷ୍ଟ ଅଫିସ ମାଧ୍ୟମରେ ହେଉଥିଲା। ଏବଂ ଜାଣିଲେ ସମସ୍ତଙ୍କର ଧର୍ମ, ହିନ୍ଦୁମାନେ ମନ୍ଦିରରେ ପୂଜା କରନ୍ତି, ଆଉ ମୁସଲମାନ ମାନେ ମସଜିଦରେ ପୂଜା କରନ୍ତି। କିନ୍ତୁ ସମସ୍ତଙ୍କର ଧର୍ମ ଅଲଗା ଅଲଗା, କିନ୍ତୁ ଠାକୁର ସମାନ। କେହି ଏଠି ସାନ ବଡ଼ ନୁହେଁ, ସମସ୍ତେ ଏଠି ସମାନ। ସମସ୍ତେ ହେଉଛନ୍ତି ଗୋଟିଏ ଜାତି, ସିଏ ହେଉଛି ମଣିଷ ଜାତି।